Welcome to our channel Physical Education for Odisha। ଆମେ ଯେମିତି MCQ କରିଛେ ଆଜି ମଧ୍ୟ କେତୋଟି MCQ କରିବା ଯେଉଁଟା ଆଗାମୀ ଏକ୍ଜାମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ଅଟେ। ତ ପ୍ରଥମ କ୍ୱେଶ୍ଚନ୍ ଅଛି ଫିଜିକାଲ ଏଜୁକେସନ୍ ଇଜ୍ ଦି ଫିଲ୍ଡ ଅଫ୍ ଏଜୁକେସନ୍ which deals with the muscles activities and their related responses is defined by। এই ଉକ୍ତିଟି କିଏ କହିଥିଲେ? এই ଉକ୍ତିଟି କହିଥିଲେ ଜେବି ନାସ୍। ତ ଅପସନ୍ ଏ ହେଉଛି ୟାର ଆନ୍ସର୍। ଏଇଟା ଗୁଡ଼ାକ ଡେଫିନେସନ୍ ଗୁଡ଼ାକ ପଢ଼ିଥିବେ, ବହୁତ ଇମ୍ପୋର୍ଟାଣ୍ଟ ଅଟେ, ବହୁତ ଆସିଥାଏ କ୍ୱେଶ୍ଚନ୍। ତାପରେ ନେକ୍ସଟ କ୍ୱେଶ୍ଚନ୍ ଯିବା, ହ୍ୱାଟ୍ ସୁଡ୍ ବି ଦି ଇଣ୍ଟେନ୍ସିଟି ଅଫ୍ ଇମ୍ପ୍ରୁଭିଂ ଆକ୍ସେଲରେସନ୍ ଏବିଲିଟି। ତ୍ୱରଣ କ୍ଷମତାକୁ ଉନ୍ନତ କରିବା ପାଇଁ ତୀବ୍ରତା କ'ଣ ହେବା ଉଚିତ, ମାନେ କେତେ ପରସେଣ୍ଟ ହେବା ଦରକାର ତ୍ୱରଣ କ୍ଷମତା। ଯଦି ଆମର ଇମ୍ପ୍ରୁଭ୍ କରିବାର ଅଛି ଆକ୍ସେଲରେସନ୍ ଏବିଲିଟିକୁ ଇମ୍ପ୍ରୁଭ୍ କରିବା ପାଇଁ ତ୍ୱରଣ କ୍ଷମତା କେତେ ହେବା ଦରକାର। ତ ୟାର ଆନ୍ସର୍ ହେଉଛି ଅପସନ୍ ଏ 75ରୁ 100% ହେବା ଦରକାର। ଅପସନ୍ ଏ ହେଉଛି ୟାର ରାଇଟ୍ ଆନ୍ସର୍। ନେକ୍ସଟ କ୍ୱେଶ୍ଚନ୍ ଯିବା, ପ୍ରାଇମେରୀ ଗ୍ରୁପ୍ are those groups in which members live in face-to-face relationship with one another is defined by C.H. Cooley। এই ଉକ୍ତିଟି କିଏ ଦେଇଥିଲେ? C.H. Cooley। ତ ୟାର ଆନ୍ସର୍ ହେବ ଅପସନ୍ ବି। ନେକ୍ସଟ କ୍ୱେଶ୍ଚନ୍କୁ ଯିବା, which flexibility training method tricks are receptor organ in the muscles and joints allowing the limbs to increase their range of movements। ତ ୟାର ଆନ୍ସର୍ ହେବ ପ୍ରୋପ୍ରିସେପ୍ଟିଭ୍ ନ୍ୟୁରୋମସ୍କୁଲାର ଫେସିଲେସନ୍, ଯେଉଁଟାକୁ ଆମେ PNF ମଧ୍ୟ କହିଥାଉ, PNF ଷ୍ଟ୍ରେଚିଂ। ଆଗକୁ ଦେଖିବା ୟାର ବିସ୍ତୃତ ଭାବରେ ଟିକେ। ପ୍ରୋପ୍ରିଓସେପ୍ଟିଭ୍ ନ୍ୟୁରୋମସ୍କୁଲାର ଫେସିଲେସନ୍ ହେଉଛି ଏକ ଷ୍ଟ୍ରେଚିଂ କୌଶଳ ଯାହା ମାଂସପେଶୀର ଇଲାଷ୍ଟିସିରେ ଉନ୍ନତି ଆଣିବା ପାଇଁ ବ୍ୟବହୃତ ହୁଏ ଏବଂ ଗତିର ସକ୍ରିୟ ଏବଂ ପରିସର ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ତ ପ୍ରୋପ୍ରିଓସେପ୍ଟିଭ୍ ନ୍ୟୁରୋମସ୍କୁଲାର ଫେସିଲେସନ୍ ଗୋଟେ କୌଶଳ ଯାହା ମାଂସପେଶୀରେ ଇଲାଷ୍ଟିସି ବା ନମନୀୟତା ଆଣିଥାଏ। ଏ ଦେଖନ୍ତୁ ଏଟା ଗୁଡ଼ାକ ହେଉଛି ପ୍ରୋପ୍ରିଓସେପ୍ଟିଭ୍ ନ୍ୟୁରୋମସ୍କୁଲାର ଷ୍ଟ୍ରେଚିଂ। ଏଟା ମାଂସପେଶୀରେ ଇଲାଷ୍ଟିସି ଆଣିଥାଏ। ନେକ୍ସଟ କ୍ୱେଶ୍ଚନ୍କୁ ଯିବା, which of the following training method work on the natural rhythm of work and rest। ତ ୟାର ଆନ୍ସର୍ ହେବ ଇଣ୍ଟରଭାଲ ଟ୍ରେନିଂ ମେଥଡ଼। ବ୍ୟବଧାନ ପ୍ରଶିକ୍ଷଣ ହେଉଛି ଏକ ପ୍ରକାର ପ୍ରଶିକ୍ଷଣ ବ୍ୟାୟାମ ଯେଉଁଥିରେ ବିଶ୍ରାମ କିମ୍ବା ବ୍ରେକ୍ ପିରିୟଡ଼ ସହିତ ବିସ୍ତୃତ ଉଚ୍ଚ ତୀବ୍ରତା ବ୍ୟାୟାମର ଏକ କ୍ରମ ଅନ୍ତର୍ଭୁକ୍ତ। ଉଚ୍ଚ ତୀବ୍ରତା ଅବଧି ସାଧାରଣତଃ ଏନାବରିକ୍ ବ୍ୟାୟାମରେ ଏବଂ ନିକଟତର ହୋଇଥିବା ବେଳେ ପୁନରୁଦ୍ଧାର ଅବଧି କମ୍ ତୀବ୍ରତାର କାର୍ଯ୍ୟକଳାପ ସହିତ ଜଡ଼ିତ। ତ ୟାର ଆନ୍ସର୍ ହେବ ଇଣ୍ଟରଭାଲ ଟ୍ରେନିଂ। ନେକ୍ସଟ କ୍ୱେଶ୍ଚନ୍ ଅଛି, ଏ ଦେଖନ୍ତୁ ଇଣ୍ଟରଭାଲ ଟ୍ରେନିଂ। Any exercise that allows a work rest interval to be calculated makes your exercise is specific to you। यार बेनिफिट अच्छी, enables high intensity work with limited fatigue, develops aerobic and anaerobic capacity, progressive overload, frequency, intensity, duration। ଏଇଟା ସବୁ यार बेनिफिट अच्छी। तो इंटरभाल ट्रेनिंग ମାନେ ଉଭୟ ଏରୋବିକ୍ ଏବଂ ଏନାବରିକ୍ କ୍ୟାପାସିଟିକୁ ଡେଭଲପ୍ କରିଥାଏ। ଏଟା ଏନି ଏକ୍ସରସାଇଜ ଦ୍ୟାଟ୍ ଆଲାଉ ୱାର୍କ ରେଷ୍ଟ ଇଣ୍ଟର, ତ ଯେଉଁ ଏକ୍ସରସାଇଜ କରାହେବ ତାକୁ କିଛି ଇଣ୍ଟରଭାଲ ଦିଆଯିବ, ପୁଣି ୱାର୍କ ଦିଆଯିବ, ଏମିତି ଯେଉଁ ଟ୍ରେନିଂ ଦିଆଯାଏ ତାକୁ ଇଣ୍ଟରଭାଲ ଟ୍ରେନିଂ କୁହାଯାଏ। ନେକ୍ସଟ କ୍ୱେଶ୍ଚନ୍ ଯିବା, ଇନ୍ ହ୍ୱିଚ୍ ଇୟର୍
भारत रत्न award was conferred to सचिन तेंदुलकर। କେଉଁ ବର୍ଷ ସଚିନ ତେନ୍ଦୁଲକରଙ୍କୁ ଭାରତ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା? ଏଟା ହେବ 2014 ମସିହାରେ ସଚିନ ତେନ୍ଦୁଲକରଙ୍କୁ ଭାରତ ରତ୍ନ ପୁରସ୍କାର ଦିଆଯାଇଥିଲା। ଚିତ୍ରରେ ଦେଖୁଥିବେ ଏଟା ଆମର ଯେଉଁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କ ସମୟରେ ଏଟା ଦିଆଯାଇଥିଲା ସଚିନ ତେନ୍ଦୁଲକରକୁ। ଭାରତର ସର୍ବୋଚ୍ଚ ସମ୍ମାନ ପୁରସ୍କାର ହେଉଛି ଭାରତ ରତ୍ନ। ତ ଏଟା ସଚିନକୁ ଭାରତ ରତ୍ନ ଦେବାର ଘୋଷଣା ନଭେମ୍ବର 2013ରେ ଯେତେବେଳେ ସେ ମୁମ୍ବାଇର ୱାଙ୍ଗଖେଡ଼େ ଷ୍ଟାଡିୟମରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଏହାପରେ ସଚିନ ତେନ୍ଦୁଲକରଙ୍କୁ 4 ଫେବୃଆରୀ 2014ରେ ରାଷ୍ଟ୍ରୀୟ ଭବନରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତ ଘୋଷଣା ହେଇଥିଲା 2013ରେ, କିନ୍ତୁ 4 ଫେବୃଆରୀ 2014ରେ ତାଙ୍କୁ ଭାରତ ରତ୍ନ ପୁରସ୍କାର ଦିଆଯାଇଥିଲା। ନେକ୍ସଟ କ୍ୱେଶ୍ଚନ୍ ଯିବା। An exercise diet procedure that evaluates muscles glycogen store to concentrations 2 to 3 times normal is termed as। ଏକ ବ୍ୟାୟାମ ଡାଏଟ୍ ପ୍ରଣାଳୀ ଯାହା ମାଂସପେଶୀ ଗ୍ଲାଇକୋଜେନ୍ ଷ୍ଟୋରକୁ ବୃଦ୍ଧି କରିଥାଏ, ଏହାକୁ କୁହାଯାଏ ଗ୍ଲାଇକୋଜେନ୍ ଲୋଡ଼ିଂ। କ'ଣ କୁହାଯାଏ? ଗ୍ଲାଇକୋଜେନ୍ ଲୋଡ଼ିଂ। ଗୋଟେ ପ୍ଲାନ୍ ଯେଉଁଟାକି ମସଲ୍ସରେ ଗ୍ଲାଇକୋଜେନ୍କୁ ଅଧିକ ମାତ୍ରାରେ ଷ୍ଟୋର୍ କରି ରଖାଯାଇଥାଏ, ତାକୁ ଗ୍ଲାଇକୋଜେନ୍ ଲୋଡ଼ିଂ ବୋଲି କୁହାଯାଏ। ଅପସନ୍ ବି ହେବ ୟାର ଆନ୍ସର୍। When there is a running radius in 400 meter track is 36.81 meters, what will be the distance for of a state? तो यार आंसर है ऑप्शन सी 84.31 मीटर। नेक्स्ट क्वेश्चन अच्छी, लेडी रतन टाटा ट्रॉफी इज एसोसिएट विथ। लेडी रतन टाटा क्यों खेल सह जड़ित? ऑप्शन ए अच्छी गोल्फ, ऑप्शन बी हॉकी, ऑप्शन डी अच्छी बास्केटबॉल। तो यार आंसर है ऑप्शन बी हॉकी। हॉकी रे लेडी रतन टाटा ट्रॉफी होता है। नेक्स्ट क्वेश्चन अच्छी, एलिसा एंड वेस्टर्न बुल टेस्ट आर जनरली यूज टू डिटेक्ट HIV। HIV को डिटेक्ट करने जानापी एलिसा एंड वेस्टर्न बुल टेस्ट करा जाई थाए। एटा टाइफॉइड नुहे, मलेरिया नुहे, जॉन्डिस पे नुहे, एटा HIV पे अटे। नेक्स्ट क्वेश्चन अच्छी, टाइगर वुड्स इज एसोसिएट विथ। टाइगर वुड्स क्यों खेल सह जड़ित? ऑप्शन बी अच्छी शूटिंग, ऑप्शन डी अच्छी रोइंग, ऑप्शन सी सेलिंग, ऑप्शन ए गोल्फ। तो यार सठिक आंसर हो ऑप्शन ए गोल्फ। टाइगर वुड्स गोल्फ खेल सह जड़ित। नेक्स्ट क्वेश्चन को जीवा, व्हाट इज द डायमेंशन ऑफ बास्केटबॉल कोर्ट। बास्केटबॉल कोर्ट रो आकार केते केते? तो यार आंसर होची ऑप्शन ए 28 मीटर्स इंटू 15 मीटर्स। यार सठिक आंसर होची ऑप्शन ए। तो देखिबा बास्केटबॉल कोर्टा को एटा अच्छी 28 मीटर लंबा अच्छी एवं सार अच्छी 15 मीटर। देखंतु एटा होची बास्केटबॉल कोर्ट। नेक्स्ट क्वेश्चन अच्छी, व्हिच अमंग द फॉलोइंग इज नॉट ए प्राणायाम। निम्नलिखित मध्य क्योंटी प्राणायाम नुहे? सूर्यवेदी, उज्जाई, नौली। या मध्य कोटा हे ऑप्शन डी हे आंसर नौली। नौली गोटे क्रिया अटे, एटा प्राणायाम नुहे। सूर्यवेदी गोटे प्राणायाम, उज्जाई गोटे प्राणायाम, शीतली गोटे प्राणायाम। देखो एटा होची नौली क्रिया, एटा प्राणायाम नुहे। जोगरे व्यवहृत होता प्राथमिक शुद्धता नौली होची क्रिया बा सत्कर्म। यह अभ्यास पेट अंचल सफाई होता है।
ଏ ଦେଖନ୍ତୁ ଏଟା ହେଉଛି ସତ୍କର୍ମ, ଯେଉଁଟା ନୌଲି, କପାଲଭାତି, ତ୍ରାଟକ, ପସ୍ତି, ଧୋତି, ନେତି, ଏଇଟା ହେଉଛି ସବୁ ସତ୍କର୍ମ। ତ ନୌଲି ଗୋଟେ କ୍ଲିଞ୍ଜିଂ ପ୍ରୋସେସ୍ରେ ଯିବ, ତ ଏଇଟା ଗୋଟେ ପ୍ରାଣାୟାମ ନୁହେଁ। ମନେ ରଖିଥିବେ, ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ନେକ୍ସଟ କ୍ୱେଶ୍ଚନ୍କୁ ଯିବା। ଫିଜିକାଲ ଏଜୁକେସନ୍ ଇଜ୍ ଦି ସମ୍ ଅଫ୍ ଦୋଜ୍ ଏକ୍ସପିରିଏନ୍ସ which came to the individual through movements is said by, এটা କିଏ କହିଥିଲେ? ଡେଲବର୍ଟ ଓବଟଫର୍। ତ ୟାର ଆନ୍ସର୍ ହେବ ଅପସନ୍ ବି। এটা ମନେ ରଖିବେ, ଏଥିରେ କିଛି ଲଜିକ୍ ନାହିଁ, ଏଟା ଖାଲି ମନେ ରଖିବା କଥା। ଏଟା କ୍ୱେଶ୍ଚନ୍ ଗୁଡ଼ାକ ଆସିଥାଏ। ନେକ୍ସଟ କ୍ୱେଶ୍ଚନ୍କୁ ଯିବା। Engaging is prolonged resistance work increase the muscle mass in the athlete is known as, ଦୀର୍ଘସ୍ଥାୟୀ ପ୍ରତିରୋଧ କାର୍ଯ୍ୟରେ ନିୟୋଜିତ ହେବା ଦ୍ୱାରା ମାଂସପେଶୀ ବୃଦ୍ଧି ପାଇଥାଏ। ଆଉ କ'ଣ କୁହାଯାଏ? ମସ୍କୁଲାର ହାଇପରଟ୍ରଫି। ମନେ ରଖିବେ ଦୁଇଟି ଜିନିଷ, ଯେଉଁଟା ମସଲ୍ସ ଇନକ୍ରିଜ୍ ହୁଏ ତାକୁ ମସ୍କୁଲାର ହାଇପରଟ୍ରଫି କୁହାଯାଏ, ଏବଂ ମସଲ୍ସ ମାତ୍ରା ଯଦି କମିଯିବ, ମାଂସପେଶୀର ମାତ୍ରା କମିଯିବ, ତାକୁ ମସଲ୍ସ ଏଟ୍ରୋଫି କୁହାଯାଏ। ତ ୟାର ଆନ୍ସର୍ ହେବ ଅପସନ୍ ଡି, ମସଲ୍ ହାଇପରଟ୍ରଫି। ଯେଉଁଥିରେ ମାଂସପେଶୀ ବୃଦ୍ଧି ହୋଇଥାଏ ତାକୁ ମସଲ୍ସ ହାଇପରଟ୍ରଫି କୁହାଯାଏ। ଦେଖନ୍ତୁ ଏଇଟା ଏକ୍ସରସାଇଜ କଲା ପରେ ଯେଉଁ ମାଂସପେଶୀଟା ବଢ଼ୁଛି ଏଟାକୁ କୁହାଯାଏ ମସ୍କୁଲାର ହାଇପରଟ୍ରଫି।